ରାତିର ଅନ୍ଧକାରରେ ଗାଁ ଦାଣ୍ଡରେ ବହିଲା ରକ୍ତରେ ଭିଜିଲା ଘର ଅଗଣା ଦାଣ୍ଡ ପିଣ୍ଡା ଆଉ ତାପରେ କାନ୍ଦ ବୋବାଳିରେ ଫାଟି ପଡିଲା ପୁରା ଘରର ମୁରବୀଙ୍କୁ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଥିବା ବେଳେ ଏହାକୁ ଦେଖି ପରିବାର ଲୋକେ ଯେମିତି ସ୍ତବ୍ଧ ହୋଇଯାଇଥିଲେ। ଏଭଳି ବିଭତ୍ସ ଭାବରେ କିଏ କାହିଁକି ତାଙ୍କୁ ହତ୍ୟା କଲା ବୋଲି ବୁଝିପାରୁ ନଥିଲେ ପରିବାର ଲୋକେ। କାନ୍ଦ ବୋବାଳିରେ ଉଠୁଥିଲା ପଡୁଥିଲା ପୁରା ଅଞ୍ଚଳ। ରାହା ଛାଡି କାନ୍ଦୁଥିଲେ ପରିବାର ଲୋକେ। ଆଉ ସେପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଁ ଦାଣ୍ଡରେ ଗଡୁଥିଲା ଘରର ମୁରବୀଙ୍କ ମୃତଦେହ। ସବୁଦିନ ପରି ଗତକାଲି ମଧ୍ୟ ରାତିରେ ଖାଇସାରିବା ପରେ ଦାଣ୍ଡ ପିଣ୍ଡାରେ ବସିଥିଲେ। ଆଉ ଏଇ କିଟମିଟ ଅନ୍ଧାରରେ ହଠାତ୍ କେହି ଜଣେ ଆସି ତାଙ୍କୁ ହାଣି ପକାଇଥିଲା, ଯାହା ଫଳରେ ଘଟଣାସ୍ଥଳରେ ହିଁ ବ୍ୟକ୍ତି ଜଣଙ୍କର ଜୀବନ ଚାଲିଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ବଡଗୁଳ ଗ୍ରାମ ତଳ ସାହିରେ। ତେବେ କିଏ କାହିଁକି ଏଭଳି ଅନ୍ଧାର ରାତିରେ ଏ ବ୍ୟକ୍ତି ଜଣଙ୍କୁ ହତ୍ୟା କଲା, ତାଙ୍କ ସହ କଣ ଥିଲା ଶତ୍ରୁତା, ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା, ଯାହାକୁ ଶୁଣିଲେ ଆପଣ ବି କହିବେ ଆଜି ବି ଅନ୍ଧ ମଣିଷ ଅନ୍ଧ ଗଳିରେ ଫସି ରହିଛି। ଆଜି ବି ଏ ଗୁଡି ଗାରେଡି ଅନ୍ଧ ବିଶ୍ୱାସକୁ ବିଶ୍ୱାସ କରି ନିରୀହ ଜୀବନ ନେଇଯାଉଛି ମଣିଷ। ଆଜ୍ଞା, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିକୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ତାଙ୍କ କାନ୍ଥିରେ ଆଣିଦେଲା ସେ କୁବିଳା ସେ ଶୁଣି କେବର କଥାକୁ ରାଗ ନେଇକି ରଖିଥିଲେ, ଏବେ ଆଣିଦେଲା। ହଁ, ଏବେ କିଛି ଆଉ ନଥିଲେ, ସେ ସବୁ କିଛି ହେଲେ ଏବେ ଆଣିଦେଲା। ମୃତକ ଜଣକ ହେଉଛନ୍ତି ତ୍ରିଲୋଚନ ପ୍ରଧାନ। ସେ ନିଜ ଘର ଆଗ ଦୋକାନରେ ଛିଡା ହୋଇଥିବା ସମୟରେ ଖଣ୍ଡାରେ ହାଣି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ତେବେ ଗୁଣି ଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଗ୍ରାମର କୈଳାସ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ହତ୍ୟାକାଣ୍ଡ ଭିଆଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଗଞ୍ଜାମରୁ କିରଣ ମିଶ୍ରଙ୍କ ସହ କବିସୂର୍ଯ୍ୟନଗର ସୁବ୍ରତ ବେହେରାଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।